ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଚୋରଧରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତାଳଡିହି ଠାରୁ ବେନ୍ଦ୍ରି ଲୋଡ଼ା ହୋଇ ଚୋର ଧରାଯାଇଥିବା ରାସ୍ତାଟି 14/9/2017ରେ କାମ ଆରମ୍ଭ ହୋଇ 10/11/2019ରେ ଶେଷ ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାଟି ସମୁଦାୟ ଅଟକଳ ପରିମାଣ 185.06 ଲକ୍ଷ ହୋଇଥିବା ବେଳେ ଅତି ନିମ୍ନମାନର କାମ ହୋଇଥିଲା ଯେ 2 ବର୍ଷ ଯାଇ ନାହିଁ ପିଚୁ ସବୁତକ ଉଠି ପଡ଼ିଲା। ସେ ପିଚୁକୁ କ'ଣ ଜେଇ ଓ ଠିକାଦାର ଖାଇଗଲେ କି ତାହାକୁ ପୂର୍ଣ୍ଣ ମରାମତି କରିବା ପାଇଁ ଠିକାଦାର ଦ୍ୱିତୀୟ ଥର ସେହି ରୋଡ଼ ଏହିପରି କରୁଛନ୍ତି ଯେ ଗୋଡ଼ ଘଷି ଦେଲେ ପିଚୁ ଉଠି ଯାଉଛି। ଏହାକୁ ତଦନ୍ତ କରିବାକୁ କୌଣସି ସରକାରୀ ବାବୁମାନେ ନ ପହଞ୍ଚି ଘୋର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ତାଳଡିହି ଗ୍ରାମ ଗୋଟିଏ ଜଙ୍ଗଲଘେରା ଅଞ୍ଚଳ ହୋଇଥିବାରୁ ଠିକାଦାର ଏବଂ ଜେଇଙ୍କ ମଧୁଚନ୍ଦ୍ରିକା ସାଜି ଅତି ନିମ୍ନମାନର କାମ କରୁଛି ଯେ ବେଲଜିଆ ଠିକାଦାରକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ଫରକ ପଡ଼ୁନାହିଁ। ଠିକାଦାର ବାବୁଙ୍କର ବୋଲି ତାଳଡିହି ଓ ବେନ୍ଦ୍ରି ଲୋଡ଼ା ଗ୍ରାମବାସୀମାନେ ଅଭିଯୋଗ କରିଅଛନ୍ତି। ତାହେଲେ ସ୍ଥାନୀୟ ଲୋକଙ୍କର ରାସ୍ତାର ସମସ୍ୟା ଓ ସମାଧାନର କେବେ ସୁଦ୍ଧା ଏବଂ କରିବାକୁ ଅଛି କିଏ? ସ୍ଥାନୀୟ ପୁଲିସ ପ୍ରଶାସନ ନା ଆଉ କିଏ? ତା ଦେଖିବା ପାଇଁ ବାକି ରହିଲା। ସୁନ୍ଦରଗଡ଼ ଜିଲ୍ଲାରୁ ମୁଖ୍ୟ ପ୍ରତିନିଧି ଜିତେନ ବାରିକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।